ଆସ ଗପ ଶୁଣିବା ଦ୍ୱିତୀୟ ଭାଗ। ବିଷୟଟିର ନାମ ଠେକୁଆ ଓ କଇଁଛ। ବଣ ଭିତରେ ଗୋଟିଏ ଠେକୁଆ ରହୁଥିଲା। ସେ ଝରଣାକୁ ପାଣି ପିଇବାକୁ ଯାଉଥିଲା। ସେଇ ଝରଣାରେ ଗୋଟିଏ କଇଁଛ ରହୁଥିଲା। କଇଁଛ ଓ ଠେକୁଆ ଦୁହେଁ ସାଙ୍ଗ ହୋଇ ଖେଳୁଥିଲେ। ଠେକୁଆ ଖୁବ୍ ଜୋରରେ ଦୌଡ଼ି ପାରୁଥିଲା। କଇଁଛ ଧୀରେ ଧୀରେ ଚାଲୁଥିଲା। ତେଣୁ ଠେକୁଆ ମନେ ମନେ ନିଜକୁ ବଡ଼ ବୋଲି ଭାବୁଥିଲା। ଦିନେ ଠେକୁଆ କହିଲା, ସଙ୍ଗାତ, ଆଜି ଦୌଡ଼ା ଦୌଡ଼ି ଖେଳ ଖେଳିବା। ହଁ, ଆଗରେ ତାଳ ଗଛ ଦେଖାଯାଉଛି। ତାକୁ ଆଗ ଯିଏ ଛୁଇଁ ପାରିବ ସେ ଜିତିବ। ଠେକୁଆ କଥାରେ କଇଁଛ ରାଜି ହେଲା। ଦୁହିଁଙ୍କ ମଧ୍ୟରେ ଦୌଡ଼ ଆରମ୍ଭ ହେଲା। ଠେକୁଆ ଖୁବ୍ ଜୋରରେ କିଛି ଦୂର ଦୌଡ଼ିଗଲା। ତାପରେ ପଛକୁ ଚାହିଁ ଦେଖିଲା କଇଁଛ ବହୁତ ପଛରେ ପଡ଼ିଛି। ସେ ମନେ ମନେ ଭାବିଲା, କଇଁଛ ତ ଖୁବ୍ ଧୀରେ ଧୀରେ ଚାଲୁଛି। ମୁଁ କିଛି ସମୟ ଗଛ ଛାଇରେ ବସି ପଡ଼େ। ତାପରେ ଏକା ଦୌଡ଼ରେ ତାଳ ଗଛ ପାଖରେ ପହଞ୍ଚିଯିବି। ଏଇ କଥା ଭାବି ଠେକୁଆ ଗଛ ଛାଇରେ ବସି ପଡ଼ିଲା। ଥଣ୍ଡା ପବନ ବହୁଥିଲା। ଠେକୁଆକୁ ଟିକେ ନିଦ ଲାଗିଲା। ସେ ଶୋଉ ଶୋଉ ଶୋଇପଡ଼ିଲା। କଇଁଛ ଧୀରେ ଧୀରେ ଚାଲିଥାଏ। ସେ କେଉଁଠି ହେଲେ ଠେକୁଆ ପରି ଅଟକିଲା ନାହିଁ। କେତେବେଳ ପରେ ଠେକୁଆର ନିଦ ଭାଙ୍ଗିଲା। ସେ ପଛକୁ ଚାହିଁ ଦେଖିଲା, କାହିଁ କଇଁଛ ନାହିଁ। ଠେକୁଆ ଧଡ଼ପଡ଼ ହୋଇ ଉଠି ଆଗକୁ ଧାଇଁଲା, ହେଲେ ପାରିଲା ନାହିଁ। ସେତିକି ବେଳକୁ କଇଁଛ ତାଳ ଗଛ ପାଖରେ ପହଞ୍ଚି ସାରିଥିଲା। ଖେଳରେ ଠେକୁଆ ହାରିଲା, କଇଁଛ ଜିତିଗଲା। ଆଚ୍ଛା ପିଲାମାନେ, ଏହି ଗପଟିରୁ ଆମେ କି ଶିକ୍ଷା ପାଇଲେ? ଆମେ ଏହି ଶିକ୍ଷା ପାଇଲେ ଯେ ପ୍ରତ୍ୟେକ ସମୟରେ ବଳର ଆବଶ୍ୟକତା ପଡ଼ିନଥାଏ। ବୁଦ୍ଧି ବଳରେ କାର୍ଯ୍ୟଟିକୁ ହାସଲ କରାଯାଇପାରେ। ଆଚ୍ଛା, ଠେକୁଆ ଏତେ ଶକ୍ତିଶାଳୀ, ଦୌଡ଼ିବାର ତାକତ ଥାଇ ମଧ୍ୟ କାହିଁକି କଇଁଛ ପାଖରେ ସେ ହାର ମାନିଲା? କାହିଁକି ନା ଏଠାରେ ତାର ଅହଙ୍କାର ଭାବ ଏବଂ ଆଳସ୍ୟ ଯୋଗୁଁ ସେ ହାର ମାନିବାକୁ ବାଧ୍ୟ ହେଲା। ତେଣୁ ପିଲାମାନେ, ଆମେ କଇଁଛ ପରି ସଦାବେଳେ ତତ୍ପର ହେବା ଉଚିତ ବା ସଜାଗ ରହିବା ଉଚିତ। କ'ଣ? ଯେଉଁ ପାଠ ଆମକୁ ଦିଆଯାଉଛି ସ୍କୁଲରେ, ଟ୍ୟୁସନରେ, ଆମେ କ'ଣ କରିବା? ତାକୁ ଉଛୁର ନ କରୁ, ପର ମୁହୂର୍ତ୍ତକୁ ନ ରଖି ସାଙ୍ଗେ ସାଙ୍ଗେ କରିବାକୁ ଚେଷ୍ଟା କରିବା। ତାହେଲେ ଆମେ ସଫଳ ହେବା। ନଚେତ୍ ନିଜର ପଛ ବୁଦ୍ଧି ଆଳସ୍ୟ ପାଇଁ ଠେକୁଆ ପରି ସବୁ ଥାଇ ମଧ୍ୟ ପଛରେ ପଡ଼ିଯିବା। ଭଲ ଲାଗିଥିଲେ ଆମର ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍, କମେଣ୍ଟ କରିବାକୁ ଭୁଲନ୍ତୁ ନାହିଁ।